ରାଜ୍ୟ ଉପରେ ପୁଣି ଆଉ ଏକ ଘୂର୍ଣ୍ଣିବଳୟ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଉତ୍ତର ଓଡ଼ିଶା ଉପକୂଳରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି ବୋଲି ସୂଚନା ଦେଇଛନ୍ତି ପାଣିପାଗ ବୈଜ୍ଞାନିକ ଶରତ ସାହୁ। ଯାହାଫଳରେ ସେପ୍ଟେମ୍ବର ପହିଲାରୁ ରାଜ୍ୟରେ ପୁଣି ଜାରି ରହିବ ବର୍ଷା। ପୁଣି ଭିଜିବ ସାରା ଓଡ଼ିଶା। ସେପଟେ ଲଘୁଚାପ ପ୍ରଭାବରେ ଆଉ 3 ଦିନ ରାଜ୍ୟରେ ପ୍ରବଳ ବର୍ଷା ଚେତାବନୀ ରହିଥିବା ବେଳେ ଲଘୁଚାପର ପରିଣତ ହୋଇଛି ସଦୃଶ ଲଘୁଚାପ। ଛତିଶଗଡ଼ ଉପରେ ସକ୍ରିୟ ରହିଛି। ଗୁରୁବାର ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ଶୁକ୍ରବାରଠୁ କମିବ ବର୍ଷାର ପରିମାଣ। ଉତ୍ତର ଓ ଉପକୂଳ ଓଡ଼ିଶାରେ କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। 30 ତାରିଖ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା ନଥିବା ବେଳେ ପୁଣି 31ରୁ ବଢ଼ିବ ବର୍ଷା। 31 ତାରିଖରେ ମୟୂରଭଞ୍ଜ ଓ କେଉଁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ। ଆହୁରି 24 ଘଣ୍ଟା ମତ୍ସ୍ୟଜୀବୀଙ୍କ ପାଇଁ ଚେତାବନୀ ଦେଇଛି ବିଭାଗ। ସେପଟେ ପାଣିପାଗ ବିଭାଗ ବିଶେଷଜ୍ଞ କହିଛନ୍ତି ଯେ ଦକ୍ଷିଣ ପୂର୍ବ ଦିଗରୁ ପବନ ପ୍ରବାହିତ ହେଉଛି ପ୍ରଭାବରେ ବର୍ଷାର ସମ୍ଭାବନା ବଢ଼ିବ। ତ ଆଶା କରିବି ଆପଣମାନେ ସମ୍ପୂର୍ଣ୍ଣ ଅପଡେଟଟି ପାଇପାରିଥିବେ ପାଣିପାଗର। ତ ଆପଣମାନେ କେଉଁ ଜିଲ୍ଲାରୁ ଆମ ଭିଡ଼ିଓ ଦେଖୁଛନ୍ତି ନିଶ୍ଚିତ ଭାବରେ ଆପଣଙ୍କ ଜିଲ୍ଲାରେ କେମିତି କ'ଣ ବର୍ଷା ହେଉଛି ମତ ଦିଅନ୍ତୁ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଏମିତି ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ସର୍ବପ୍ରଥମେ ଦେଖିବା ପାଇଁ।